ତାଙ୍କର ଗୀତଟା କେନ୍ତା ଲାଗଲା କମେଣ୍ଟ ବକ୍ସରେ ନିଶ୍ଚିତ ଭାବେ ଜଣାବେ। ତ ନମସ୍କାର, ମୁଁ ହେଉଛି ଆପଣଙ୍କର ଧର୍ମରାଜ ଓ ହ୍ୟାପି ସଙ୍ଗ୍ ପରେ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଆପଣମାନଙ୍କୁ ସ୍ୱାଗତ। ଆଉ ଆଜି ଆମର କୁନୁଆ ହେଉଛନ୍ ପହଣ୍ଡି ସଂକୀର୍ତ୍ତନ ମଣ୍ଡଳୀର ଗାୟକ ଦାଦା ଆଉ ବାୟକ ଦାଦା। ତ ଆସୁନ୍ ଆଜି ତାଙ୍କର ସାଙ୍ଗେ କିଛି ସୁଖର ଦୁଃଖର ବିପଦ କଥା ଲାଗ୍ମା ଆଉ ତାଙ୍କର ବିଷୟରେ କିଛି ଜାଣ୍ମା। ତ ଦାଦା ଆପଣଙ୍କର ପରିଚୟ ଟିକେ ଭଲ ଦିନ। ଆଜ୍ଞା ନମସ୍କାର, ମୋର ପରିଚୟ ବୋଲେ ପହଣ୍ଡି ମୁରଲୀ ମୋହନ ସଂକୀର୍ତ୍ତନ ମଣ୍ଡଳୀର ଗାୟକ ଶ୍ରୀ ସତଦେବ ସାହୁ, ଆଉ ମୋର ଘରଟା ହେଉଛି ପହଣ୍ଡି। ତ ଆପଣମାନେ ଜାଣିଲେ ତାଙ୍କର ପରିଚୟ। ତ ଆଜି ବାୟକ ଦାଦାଙ୍କୁ କିଛି ବି ତାଙ୍କର ପରିଚୟ ଜାଣ୍ମା। ଆଜ୍ଞା ନମସ୍କାର, ମୁଁ ପହଣ୍ଡି ଛତ୍ରପତିର ବାୟକ ମାଧର ମାଝୀ ପହଣ୍ଡି। ତ ତାଙ୍କର ପରିଚୟ ଜାଣିଲା। ତ ସବୁ କ୍ଷେତ୍ରରେ କିଛି କାମ ଷ୍ଟାର୍ଟ କରବାର ଆଗରୁ କିଛି ଗୁରୁର ଆବଶ୍ୟକତା ପଡ଼୍ସି, ତାଙ୍କ ଗୁରୁଙ୍କ ବିଷୟରେ ଟିକେ ଜାଣିବା। ତ ଆପଣଙ୍କର ଗୁରୁ କିଏ? ଆଜ୍ଞା ଗୁରୁ ତ ବୋଲେ ଆଜ୍ଞା ମୋର ପହଲା ମା ବାପା ହେବେ। ହଁ ବାପାନୁ କିଛି ଗୀତ ଶିଖିଛେ। ହଁ ତାଙ୍କର ପୁରୁଣା ପାଠ ଯେ କରୁଥିଲେ ସେଇ ହିସାବରେ ତାଙ୍କୁ ଶୁଣି ତାଙ୍କ ହିସାବରେ ମୁଇଁ ଇ ଲାଇନ୍କେ ଆସିଛେ, ଭକ୍ତି ଲାଇନ୍କେ। ଆଉ ତାଙ୍କଠୁ ବହୁତ କିଛି ଶିଖିଛେ। ତାପରେ ଆମର ଗାଁର ଯେନ୍ ଅଛନ୍ ବୟୋଜ୍ୟେଷ୍ଠ ଗ୍ରାହକ ମାନେ ତାହାକୁ ଦେଖି ମୁଇଁ ବହୁତ କିଛି ଶିଖବାର ଦେଖେଇଛେ। ଆଉ ଗୁରୁ ବେଲେ ତ ହେନ୍ତା ନାଇଁ କରି, ଇହାଦେ ଗୁରୁ ବେଲେ ମୋର ୟୁଟ୍ୟୁବ୍ ହିଁ ହେ। ଆଉ ଯେନ୍ ମାନେ ବି ଗୁରୁଶ୍ରୀ ମାନେ ଅଛନ୍ ଯେହେତୁ ୟୁଟ୍ୟୁବ୍ରେ ବାହାରୁଛ, ତାହାକୁ ଦେଖି ଗୀତ ଶିଖବାର୍କେ ମିଲୁଛେ। ଆଉ ତାହାକୁ ହିଁ ମୁଇଁ ସମସ୍ତଙ୍କୁ ଗୁରୁ ହିସାବରେ ମାନସେ। ମା ବାପାଙ୍କୁ ତାଙ୍କର ପ୍ରଥମ ଗୁରୁ ହିସାବରେ ମାନିଛନ୍। ବହୁତ ଭଲ କଥା ଯେ ସମାଜକେ ସେ ଗୋଟେ ନୂଆ ଦିଗଦର୍ଶନରେ ନେବାର ଲାଗି ଚେଷ୍ଟା କରିଛନ୍। ତ ଆପଣଙ୍କର ପଢ଼ାପଢ଼ି କେତେ ଚାଲିছে? ପଢ଼ାପଢ଼ି ଆଜ୍ଞା ମୋର 2019 +3 କମ୍ପ୍ଲିଟ୍ ହେଇଥିଲା। ଆଉ ତାପରେ ମୁଁ ଯେତେବେଳେ ପ୍ରିପାରେସନ୍ କରୁଥିଲି, ତାପରେ ଲକଡାଉନ୍ ହେଲା 2020-21 ଲକଡାଉନ୍ ହେଲା। ତାପରେ ମୁଁ ଘରେ ରହିଲି। ଘରେ ମା ବାପା ଟିକେ ପ୍ରୋବ୍ଲେମ୍ ହେଲା, ଏଜ୍ ହେଇଗଲାନ। ସାଙ୍ଗେ ଆଉ କିଛି କରଛନ୍ କି? କୀର୍ତ୍ତନ ସାଙ୍ଗେ ବୋଲେ ଆଜ୍ଞା ଚାଷ ବାଡ଼ି କରୁଛେ, ଆଉ ଛୋଟିଆ ବିଜନେସ୍ ମାନେ ଅଛେ। ତାପରେ ଘରର କାମ ଯୋଉଟା ହେଟା ସବୁ ତ ଚାଲିଛି। ଆପଣ କେତେଟା ଭାଇ ଭଉଣୀ? ଆମେ 3ଟା ଆଜ୍ଞା। ମୋର ନାନୀ 2ଟା ଆଉ ମୁଇଁ ଏକଲା। ନାନୀ 2ଟାକେ ବାହା ଦେଲୁନ। ମୁଇଁ ମ୍ୟାରେଜ୍ ନାଇଁ କରବାର। ଆପଣ ବଡ଼କେ? ନାଇଁ ଆଜ୍ଞା ମୁଇଁ ସାନ ପୁରା, ସମସ୍ତଙ୍କର ସାନ। ଆଉ କୀର୍ତ୍ତନ ପ୍ରତି ଆପଣଙ୍କର ମନ କେନ୍ତା ଆସିଲା? କୀର୍ତ୍ତନ ପ୍ରତି ବେଲେ ଆଜ୍ଞା ଦେଖୁନ୍, ଛୋଟ ବେଲୁ ଯେନ୍ ମୁଇଁ କହୁଥିଲି ଆଗରୁ ବି, ମା ବାପା ଗୁରୁ ବୋଲିକିରି ବାପା ଯେତେବେଲେ ଭାଗବତ ଏଇଟା ମାନେ କରୁଥିଲେ ଗାଁରେ, ତ ମୁଇଁ ତାଙ୍କର ସାଙ୍ଗେ ଯାଇ ସେଟା ଶୁଣୁଥିଲି। ଆଉ ସେଇ ହିସାବରେ ମୁଇଁ ବି ଗୀତ ମାନେ ଟିକେ ଗାଉଥିଲି। ମାନେ ସେଇ ହିସାବରେ ଗାଁ ଲୋକେ ବି ତାମାନେ ମୋତେ କହିଲେ କି ନାଇଁ ତୋର ଦ୍ୱାରା ବି କିଛି ହେବା ବୋଲି। ତାର ମୁଁ ସ୍କୁଲ କଲେଜରେ ବି ବହୁତ ଦୂର ଯାଇ ଆଜ୍ଞା ଗୀତରେ, ଷ୍ଟେଟ୍ ଲେଭେଲ୍ ଯାଏ, ଡିଷ୍ଟ୍ରିକ୍ଟ ଲେଭେଲ୍ ଯାଏ। ତ ସେଥିର୍ଲାଗି ଇହାଦେ ଘରେ ଯେହେତୁ ଅଛେ, ବୋଲେ ଇ କଲା କ୍ଷେତ୍ରକେ ଗୋଟେ ସମସ୍ତେ କହିଲେ କି କୀର୍ତ୍ତନ ଟିକେ କର୍ମା ଘେରିକା ଭଲ ଲାଗ୍ବା, ତୁମକେ ଶାନ୍ତି ଆସ୍ବା ବୋଲି। ବୋଲେ ସେଥିର୍ଲାଗି ଇ ଲାଇନ୍କେ ଆସିଲି ଆଜ୍ଞା। ଆଉ ମୋତେ ବି ବହୁତ ଖୁସି ଲାଗ୍ସି। ତ ଆପଣମାନେ ଜାଣିଛନ୍ତି ତାଙ୍କର ମନ ପ୍ରତି କେନ୍ତା, ହରିନାମ ପ୍ରତି କେନ୍ତା ତାଙ୍କର ଆକୃଷ୍ଟ ହେଲେ। ତ ତାଙ୍କର ବିଷୟରେ ଆହୁରି କିଛି ଜାନ୍ମା ଆଉ ତାଙ୍କୁ କିଛି ଆହୁରି କିଛି ପ୍ରଶ୍ନ ପଚରାମା। ତ ଆଗ୍କେ ଦେଖୁନ୍ ଭିଡ଼ିଓକେ। ମୁଖରୁ ଆଜି କିଛି ତାଙ୍କର ପ୍ରସିଦ୍ଧ ଗୀତ ବିପଦ କିଛି ଶୁଣମା। ଆମର ଦର୍ଶକମାନେ କିଛି ଗୀତ ଶୁଣବାରେ ଚାହୁଁଛନ୍ ତ ଟିକେ। ହଁ ଆଜ୍ଞା ଚେଷ୍ଟା କର୍ମା ଆଜ୍ଞା। ଆମେ ବି ତ ନୂଆ କଳାକାର, ଭଗବାନ ନୂଆ ଧରୁଛୁ, ତ କିଛି ଭୁଲ ହେଲେ ବି ଆପଣମାନେ କ୍ଷମା କରିବେ। बोल भाई प्रेम से गाओ रे गाओ रे আজি गौरांग नम गाओ रे আজি गौरांग नम गाओ रे गाओ रे गाओ रे আজি गौरांग नम गाओ रे আজি गौरांग नम गाओ रे से नामक गाई जगाई माधाई से नामक गाई जगाई माधाई गले गले
ତାଙ୍କର ପରିବେଷଣ ଅତି ସୁନ୍ଦର ଲାଗଲା। ତ ଦାଦାଙ୍କର ଗୀତଟା କେନ୍ତା ଲାଗଲା କମେଣ୍ଟ ବକ୍ସରେ ନିଶ୍ଚିତ ଭାବେ ଜଣାବେ।